ଆନ୍ନା ତାଙ୍କ ଚର୍ଚ୍ଚର ଗାୟକ ଦଳର ଏକ ଅଂଶ ଥିଲେ। ସେ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ, କିନ୍ତୁ ବେଳେବେଳେ ସେ ଡରୁଥିଲେ। ଗୋଟିଏ ରବିବାର ଦିନ ପାଷ୍ଟର ଘୋଷଣା କଲେ ଯେ ରୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଗାୟକ ଦଳ ପାଖରେ ଥିବା ଏକ ଡାକ୍ତରଖାନାରେ ଗୀତ ଗାଇବେ। ଆନ୍ନା ଭାବିଲେ, ଯଦି ମୋ ସ୍ୱର ଯଥେଷ୍ଟ ଭଲ ହୋଇନଥିବ, ଯଦି ମୁଁ ଭୁଲ କରିଦେବି। ସେ ପ୍ରାୟତଃ ନ ଯିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ, କିନ୍ତୁ ସେତେବେଳେ ତାଙ୍କ ସଣ୍ଡେ ସ୍କୁଲ ଶିକ୍ଷକ କହିଥିବା କଥା ତାଙ୍କର ମନେ ପଡ଼ିଲା। ଯେତେବେଳେ ତୁମେ ତୁମ ପାଖରେ ଯାହା ଅଛି ତାହା ଈଶ୍ୱରଙ୍କୁ ଦିଅ, ସେ ତୁମକୁ ତୁମର ଆବଶ୍ୟକୀୟ ସବୁକିଛି ପ୍ରଦାନ କରନ୍ତି। ତେଣୁ ଆନ୍ନା ପ୍ରାର୍ଥନା କଲେ, ପ୍ରଭୁ, ମୋର ସ୍ୱର ନିଖୁଣ ନୁହେଁ, କିନ୍ତୁ ମୁଁ ଆପଣଙ୍କ ପାଇଁ ଗାଇବାକୁ ଚାହେଁ। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ଡାକ୍ତରଖାନାରେ ଯେତେବେଳେ ଗାୟକ ଦଳ ଗୀତ ଗାଉଥିଲେ, ଆନ୍ନା ଲକ୍ଷ୍ୟ କଲେ ଯେ ଜଣେ ବୃଦ୍ଧା ମହିଳା ତାଙ୍କ ଲୁହ ମଧ୍ୟରେ ହସୁଛନ୍ତି। ପରେ ସେହି ମହିଳା ଜଣକ ଧୀରେ କରି କହିଲେ, ତୁମ ଗୀତ ଆଜି ମୋତେ ଆଶା ଦେଇଛି। ଆନ୍ନା ଅନୁଭବ କଲେ ଯେ ଈଶ୍ୱର ତାଙ୍କୁ ସେହି ସବୁ କିଛି ଦେଇଛନ୍ତି ଯାହା ତାଙ୍କର ଆବଶ୍ୟକ ଥିଲା। କେବଳ ଏକ ସ୍ୱର ନୁହେଁ, ବରଂ ସାହସ, ଶାନ୍ତି ଏବଂ ଅନ୍ୟ କାହାର ମଙ୍ଗଳ କରିବାର ସୁଯୋଗ। ସେ ହସିଲେ ଏବଂ ମନେ ପକାଇଲେ, ଈଶ୍ୱର ତୁମକୁ ପ୍ରଚୁର ପରିମାଣରେ ଆଶୀର୍ବାଦ କରିବାକୁ ସମର୍ଥ, ଯାହାଦ୍ୱାରା ତୁମେ ପ୍ରତ୍ୟେକ ଭଲ କାମରେ ସଫଳ ହେବ ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥିନିମନ୍ତେ ଈଶ୍ୱର ତୁମମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି। 2 କରିନ୍ଥିୟ 9 ଅଧ୍ୟାୟ 8 ପଦ।